ଆପଣ ଦେଖୁଥିବେ ଆଜି ସବୁ ଅଫିସରେ ଭିନ୍ନକ୍ଷମ ଭିନ୍ନକ୍ଷମ ମାନେ ଯିବା ପାଇଁ ଏକ ଅଲଗା ରାସ୍ତା ତିଆରି ହେଉଛି। ମୋର ଏ କଥା କହିବାର ତାତ୍ପର୍ଯ୍ୟ ହେଉଛି ଆପଣ ନିଜ ଦାବି ହାସଲ କରିବା ପାଇଁ ସଂଗଠିତ ହୁଅନ୍ତୁ। ଆପଣଙ୍କ ପାଇଁ ବ୍ୟବସ୍ଥା ଆପଣଙ୍କ ସପକ୍ଷରେ ରହିବ। ଆଜି ଆଉ ସେ ଯୁଗ ନାହିଁ ଯେ ମା ପିଲାକୁ କହୁଥିଲା ଆ ଜନମ ମୁଁ ସ୍ୱର୍ଗ ଶଶୀ ମୋ ପିଲା ସାଥିରେ ବସି ଖେଳୁକୁ ହସି। ଆଜି ପିଲା ଜନ୍ମକୁ ପହଞ୍ଚି ଯାଇଛି। ଭିନ୍ନକ୍ଷମ ବୋଲି ଏକ ଶବ୍ଦ ନାହିଁ। ଭିନ୍ନକ୍ଷମ ମାନେ ଆଜି ସବୁ କଥା କରିପାରୁଛନ୍ତି। ସମାଜର ଏପରି କୌଣସି ଜିନିଷ ନାହିଁ ଯେଉଁମାନେ ଭିନ୍ନକ୍ଷମ କରିପାରିବେ ନାହିଁ। କିନ୍ତୁ ଏ ସବୁ ସତ୍ତ୍ୱେ ସରକାରୀ ସାହାଯ୍ୟର ଆବଶ୍ୟକତା ଅଛି। ଏ ସବୁ ସତ୍ତ୍ୱେ ଆପଣଙ୍କର ଲଢ଼େଇର ଆବଶ୍ୟକତା ଅଛି। ଆନନ୍ଦ ଭାଇ ଜଣେ ଉତ୍ସର୍ଗୀକୃତ ନେତା। ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ସମସ୍ତ ନିଜର ସମୟକୁ ବଳିଦାନ କରି ସେ ଜିଲ୍ଲାରେ ବହୁତ ପରିଶ୍ରମ କରୁଛନ୍ତି ଭିନ୍ନକ୍ଷମ ମାନଙ୍କୁ ସଂଗଠିତ କରିବା ପାଇଁ। ଆମେ ତାଙ୍କ ସାଥିରେ ଅଛୁ। ମୁଁ ଆଶା କରୁଛି ଆପଣମାନେ ଆପଣଙ୍କର ଦାବି ହାସଲ କରନ୍ତୁ। ସରକାରଙ୍କ ନିକଟରେ ପ୍ରେସର କରନ୍ତୁ। ସରକାର ଆପଣଙ୍କ କଥା ଶୁଣୁ। ଏତିକି କହି ମୁଁ ମୋ ବକ୍ତବ୍ୟକୁ ବିରାମ ରଖୁଛି। ଜୟ ହିନ୍ଦ।